ସୁସ୍ଥ ଜୀବନ ଓଡ଼ିଶାରେ ଆଜି ଜାଣିବା ଲଙ୍କା ଖାଇବାର ଉପକାରିତା ବିଷୟରେ। ଆଜିର ଭିଡିଓରେ ମୁଁ ଆପଣମାନଙ୍କୁ ଲଙ୍କା ବିଷୟରେ କହିବି। ଦୈନନ୍ଦିନ ଜୀବନରେ ଆମେ ଏହାକୁ ନିଜ ଖାଇବାରେ ବ୍ୟବହାର କରିଥାଉ। କଞ୍ଚା ଲଙ୍କା ଗ୍ରୀନ କଲରର, ସରୁ, ମୋଟା ବା ଗୋଲ ଆକାରର କିମ୍ବା କଳା ରଙ୍ଗର ଲଙ୍କା, ଏହା ସହିତ ପାଚିଲା ଲଙ୍କା ଓ ଶୁଖିଲା ଲଙ୍କା ଗୁଣ୍ଡ ଏସବୁ ବିଷୟରେ ମଧ୍ୟ ଆଜି ଆମେ ଜାଣିବା। ଲଙ୍କା ଗରମ ପ୍ରକୃତିର, ବାତ ପିତ୍ତ ଦୋଷକୁ ବୃଦ୍ଧି କରିଥାଏ, ଶରୀରର ତାପମାତ୍ରାକୁ ବଢ଼ାଏ, କ୍ରୋଧ ବଢ଼ାଇଥାଏ, କଫକୁ ସନ୍ତୁଳିତ ରଖିଥାଏ। ଏଥିରେ କ୍ୟାପ୍ସେସିନ୍ ଥିବାରୁ ଆମକୁ ଏହା ରାଗ ଲାଗିଥାଏ। କଞ୍ଚା ଲଙ୍କା ଶରୀର ପାଇଁ ବହୁତ ଉପକାରୀ। ଓଜନ କମାଇବାରେ ଏହା ସାହାଯ୍ୟ କରେ। ଏଥିରେ ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟସ୍ ଥାଏ, କ୍ୟାନ୍ସରକୁ ପ୍ରିଭେଣ୍ଟ କରେ। ଏଥିରେ ଆଇରନ୍ ଥିବାରୁ ରକ୍ତ ବଢ଼ିବାରେ ସାହାଯ୍ୟ କରେ। ଆଖି ପାଇଁ ବହୁତ ହିତକାରୀ ହୋଇଥାଏ। ଆଖିରେ ଥିବା ବିଭିନ୍ନ ପ୍ରକାର କଫଜନିତ ସମସ୍ୟାକୁ ଦୂର କରି ଆଖିର ଜ୍ୟୋତିକୁ ବୃଦ୍ଧି କରିଥାଏ। ଖାଦ୍ୟ ପାଚନରେ ସାହାଯ୍ୟ କରେ। ସମ୍ପୂର୍ଣ୍ଣ ଅନ୍ତନଳୀରେ ଯଦି ଅଗ୍ନିମାନ୍ଦ୍ୟ ରହୁଛି, ଖାଇବା ଠିକ୍ ଭାବରେ ଦେହରେ ଲାଗୁନାହିଁ, ତାହେଲେ ଲଙ୍କା ଖାଇବା ଦ୍ୱାରା ନିଶ୍ଚିନ୍ତ ଭାବରେ ପାଚନ କ୍ରିୟାରେ ସୁଧାର ଆସିଥାଏ। ଆଳସ୍ୟ ଦୂର କରିଥାଏ। ଯେଉଁ ବ୍ୟକ୍ତିମାନେ ମୁଖ୍ୟତଃ ବିଭିନ୍ନ କାରଣରୁ ଅଳସୁଆ ହୋଇଥାନ୍ତି, ଆକ୍ଟିଭ ନୁହନ୍ତି, ଲଙ୍କା ଖାଇବା ଦ୍ୱାରା ସେମାନଙ୍କ ଶରୀରର ପ୍ରତ୍ୟେକ ସ୍ନାୟୁ ଆକ୍ଟିଭ ହୋଇଥାଏ ଏବଂ ସେମାନଙ୍କ ଆଳସ୍ୟ ଧୀରେ ଧୀରେ ଦୂର ହୋଇଥାଏ। ଡାଇବେଟିସ୍ ରୋଗୀ ନିଶ୍ଚିନ୍ତ କଞ୍ଚା ଲଙ୍କା ଖାଇବା ଆବଶ୍ୟକ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ ଡାଇବେଟିକ୍ ନ୍ୟୁରୋପାଥିକୁ ହବାକୁ ଦିଏ ନାହିଁ। ଏହା ଆମ ପେଟରେ ଥିବା କୃମିଗୁଡ଼ିକୁ ମାରି ଦେଇଥାଏ। ଚର୍ମରେ ବିଭିନ୍ନ ପ୍ରକାର ରୋଗ ଯାହାକି କଫଜନିତ ହୋଇଥାଏ, ସେଗୁଡ଼ିକୁ ମଧ୍ୟ ଭଲ କରିଥାଏ। ରକ୍ତ ନଳୀରେ ଥିବା ବ୍ଲକେଜକୁ ଖୋଲେ ଏବଂ ରକ୍ତ କ୍ଲଟିଂକୁ ମେଲ୍ଟ କରିବାରେ ସାହାଯ୍ୟ କରେ। ରକ୍ତ ଯେଉଁ ଜାଗାରେ ଜମାଟ ବାନ୍ଧି ଯାଇଛି, ଯଦି ବଡିର କୌଣସି ଶିରା ପ୍ରଶିରା ଭିତରେ ଲଙ୍କା ଖାଇବା ଦ୍ୱାରା ଧୀରେ ଧୀରେ ତାହା ଖୋଲିଥାଏ ଏବଂ ଏହା ଆସ୍ପିରିନ୍ ପରି କାମ କରେ। ଯେଉଁ ହାର୍ଟ ରୋଗୀମାନେ ଆସ୍ପିରିନ୍କୁ ରଖିଥାନ୍ତି, ଯାହାକି ଆମର ରକ୍ତକୁ ପତଳା କରିବାରେ ସାହାଯ୍ୟ କରେ, ଲଙ୍କା ସେଇଭଳି କାମ କରିଥାଏ। ଭାସୋ ଡାଇଲେଟର କାମ କରେ। ହୃଦୟରୁ ଆସୁଥିବା ଧମନୀ ଗୁଡ଼ିକର ଫ୍ଲେକ୍ସିବିଲିଟି ବଢ଼ାଏ ଏବଂ ସେଥିରେ ପ୍ଲେକ୍ସ ଜମିବାକୁ ଦିଏ ନାହିଁ। ସ୍ନାୟୁତନ୍ତ୍ର ବା ନର୍ଭସ୍ ସିଷ୍ଟମ ପାଇଁ ଲଙ୍କା ଗୋଟିଏ ଭଲ ଔଷଧ ପରି କାମ କରିଥାଏ। ନର୍ଭସ୍ ସିଷ୍ଟମକୁ ଆକ୍ଟିଭେଟ୍ ଆଉ ଷ୍ଟିମୁଲେଟ୍ କରେ। ଯେଉଁମାନଙ୍କର ପାର୍କିନସନ୍ ହବାର ସମ୍ଭାବନା ଅଛି ବା ହେଇଛି, କିମ୍ବା ପାରାଲିସିସ୍ ହବାର ସମ୍ଭାବନା ଅଛି ବା ହେଇଯାଇଛି, ସେମାନଙ୍କୁ ପ୍ରିଭେଣ୍ଟ ଓ କ୍ୟୁର କରିବାରେ ଲଙ୍କାର ସେବନ ସାହାଯ୍ୟ କରିଥାଏ। ଆବଶ୍ୟକତା ଠାରୁ ଅଧିକ ଖାଇଲେ ବା ଏହାକୁ ଖାଇବାରେ ଅଭ୍ୟସ୍ତ ହୋଇଗଲେ ଆପଣମାନେ ନିଶ୍ଚିନ୍ତ ଭାବରେ ଅସୁବିଧାରେ ପଡ଼ିବେ। ତାହା ବିନା ଖାଦ୍ୟ ହଜମ କରିବା ଆପଣମାନଙ୍କ ପକ୍ଷେ କଷ୍ଟକର ହୋଇଯିବ। ଅତ୍ୟଧିକ ସେବନ ନିଶା ପରି କାମ କରିବ। ଆଜି ଖାଇଛନ୍ତି, କାଲି ନ ଖାଇଲେ ଆପଣଙ୍କର ବ୍ରେନର ସେଇ ପ୍ରପର ଫଙ୍କସନ୍ ଆସିବ ନାହିଁ। ତେଣୁ ଆପଣ ନିଶ୍ଚିନ୍ତ ଭାବରେ ତାକୁ ବାରମ୍ବାର ଖୋଜିବେ। ଆବଶ୍ୟକ ପରିମାଣରେ ଖାଇଲେ ଆପଣଙ୍କ ପାଇଁ ବରଦାନ, ଅଧିକ ପରିମାଣରେ ଖାଇଲେ ଆପଣଙ୍କ ପାଇଁ ଅଭିଶାପ ହେଇପାରେ। ଯଦି ଆୟୁର୍ବେଦୀୟ ଔଷଧ ହିସାବରେ ଦେଖିବା, ତାହେଲେ କଞ୍ଚା ଲଙ୍କା ହିଁ ଅଧିକ ଗୁଣକାରୀ ଏବଂ ଉପକାରୀ। ଏହାକୁ ଖାଦ୍ୟ ସହିତ ବା ଖାଦ୍ୟରେ ମିଶାଇ ଚୋବାଇ ଚୋବାଇ ଖାଆନ୍ତୁ। ସାଲାଡ ସହିତ ଖାଇଲେ ସବୁଠାରୁ ଭଲ ରେଜଲ୍ଟ ମିଳିଥାଏ। ଅଧିକ କଷି କିମ୍ବା ପାକଡ଼ ବୁଢ଼ା ସବୁଜ ଲଙ୍କା ଖାଇବା ଅନୁଚିତ। ମଞ୍ଜିକୁ କାଢ଼ି ଖାଇବା ଉଚିତ। ଦୈନିକ ଅତି ବେଶୀରେ 2ଟି କଞ୍ଚା ଲଙ୍କା ଆପଣମାନେ ଖାଇପାରିବେ। ଲାଲ ପାଚିଲା ଲଙ୍କା ଖାଇବା ଛାଡ଼ନ୍ତୁ, ଏହା କ୍ଷତିକାରୀ ହୋଇଥାଏ। ଏହା ସହ ଲାଲ ଶୁଖିଲା ଲଙ୍କା କେବଳ ଖାଦ୍ୟରେ ରାଗ ବଢ଼ାଇଥାଏ
ବା ସ୍ୱାଦ ଆଡ୍ କରିଥାଏ, କିନ୍ତୁ ଦେହ ପାଇଁ ଏହା ଗୁଣକାରୀ ହୋଇନଥାଏ। ତେଣୁ ଯଥା ସମ୍ଭବ ଲାଲ ଲଙ୍କାଗୁଣ୍ଡ ବା ଶୁଖିଲା ଲଙ୍କାଗୁଣ୍ଡ ନ ଖାଇଲେ ଭଲ ହୋଇଥାଏ। କେତେ ଜଣ ବ୍ୟକ୍ତି ଲଙ୍କା ଖାଇପାରନ୍ତି ନାହିଁ। ଲଙ୍କା ଖାଇବା ଦ୍ୱାରା ସେମାନଙ୍କ ଶରୀରରେ ଆଲର୍ଜି ହୁଏ, ହାକୁଟି ହୋଇଥାଏ, ସହଜରେ ହଜମ ହୋଇପାରି ନଥାଏ ଖାଦ୍ୟ। ତେଣୁ ଲଙ୍କା ବଦଳରେ ସେମାନେ ଅଦା ବା ଶୁଣ୍ଠି, ଗୋଲମରିଚ ଗୁଣ୍ଡ, ପିପଳି, ପିଆଜ, ରସୁଣ, ଲବଙ୍ଗ ଇତ୍ୟାଦି ଖାଇପାରିବେ। ଏଥିରେ ମଧ୍ୟ ଲଙ୍କା ପରି ଅନେକ ଗୁଡ଼ିଏ ଉପକାରୀ ଗୁଣ ରହିଥାଏ। କେଉଁ ବ୍ୟକ୍ତିମାନେ ଲଙ୍କା ଖାଇବା ଉଚିତ ହୋଇନଥାଏ? ସାଧାରଣତଃ ଅଧିକ କ୍ରୋଧ ଥିବା ବ୍ୟକ୍ତି ବା ଚିଡ଼ିଚିଡ଼ା ସ୍ୱଭାବର ବ୍ୟକ୍ତି ଲଙ୍କା ଖାଇବା ଉଚିତ ନୁହେଁ। ଯେଉଁମାନଙ୍କର ଏସିଡିଟି ଅଧିକା ହେଉଛି, ଗ୍ୟାସ୍ ଅଧିକା ହେଉଛି, ପେଟ ଗରମ ରହୁଛି, ସେମାନେ ମଧ୍ୟ ଲଙ୍କା ଖାଇବାରୁ ଦୂରେଇ ରୁହନ୍ତୁ। ଯେଉଁମାନଙ୍କର ଖାଦ୍ୟନଳୀ ବା ଅନ୍ତଃନଳୀ ସେନ୍ସିଟିଭ୍, ଲଙ୍କା ଖାଇଲେ ଜଳାପୋଡ଼ା ହେଉଛି, ମଳଦ୍ୱାର ଜଳାପୋଡ଼ା ହେଉଛି, ହାକୁଟି ହେଉଛି, ଖାଇବା କ୍ଷଣି ଖାଦ୍ୟ ନଳୀରେ ଇମ୍ବାଲାନ୍ସ ହେଉଛି, ସେମାନେ ଲଙ୍କା ଖାଇବା ଉଚିତ ନୁହେଁ। ଏହାଛଡ଼ା ଯେଉଁମାନଙ୍କର ବ୍ଲଡ ପ୍ରେସର, ହାଇପର ଟେନସନ ବ୍ଲଡ ପ୍ରେସର ଅର୍ଥାତ୍ ସେମାନଙ୍କର ଅତ୍ୟଧିକ ଚିନ୍ତା, ମାନସିକ ଦୁଶ୍ଚିନ୍ତା ରହୁଛି, ସବୁବେଳେ ଟେନସନରେ ରହୁଛନ୍ତି, ସେହି ଜନିତ ବ୍ଲଡ ପ୍ରେସର ଅଧିକା ଅଛି, ସେମାନେ ଲଙ୍କା ଖାଇବା ଉଚିତ ନୁହେଁ। ଏବଂ ଯେଉଁମାନଙ୍କର ବ୍ଲଡ ପ୍ରେସର କମ ରହୁଛି, ଆବଶ୍ୟକତା ଠାରୁ କମ ରହୁଛି, ସେମାନେ ମଧ୍ୟ ଲଙ୍କା ଖାଇବା ଉଚିତ ନୁହେଁ। ଅଧିକ ଲଙ୍କା ଖାଇବା ଦ୍ୱାରା କଫ ଦୋଷ ଦୂର ହୋଇଥାଏ ସତ, କିନ୍ତୁ ଏହା ଆମ ଶରୀରରେ ଶୁଷ୍କତା ପ୍ରକାଶ କରିଥାଏ। ଚମଡ଼ା ଶୁଷ୍କ ହୋଇଯାଇଥାଏ ଏବଂ ଶରୀରର ଚିକଣ ଅଂଶ କମି ଯାଇଥାଏ। ଆଶା କରୁଛି ଲଙ୍କା ବିଷୟରେ ଆପଣମାନଙ୍କୁ ଦେଇଥିବା ଇନଫର୍ମେସନ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ। ପୁଣି ଆସିବି କେତେ ଗୁଡ଼ିଏ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭିଡ଼ିଓ ଆଣି ଆପଣମାନଙ୍କ ପାଇଁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।